ହାଏ ହ୍ୟାଲୋ ମୁଁ ତୁମର ପ୍ରିୟ ତପନ ସାର୍। ଆଜି ଏକ ସୁନ୍ଦର ଭିଡ଼ିଓ ନେଇ ଆସିଛି ଯୋଉଟାକି ଯୁକ୍ତ 2ର ପ୍ରଥମ ବର୍ଷର କଳା, ବିଜ୍ଞାନ ଏବଂ ବାଣିଜ୍ୟର ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ। ପୂର୍ବ ଭିଡ଼ିଓରେ ମୁଁ ତୁମକୁ ଷ୍ଟପିଂ ବାଇ ଉଡ୍ସ ଅନ୍ ଏ ସ୍ନୋଇ ଇଭିନିଂ ଯୋଉଟାକି ଇନଭିଟେସନ୍ 1ର ଯେଉଁ ପୋଏମ୍ ସେକ୍ସନ୍ ଅଛି ସେଠାର ପ୍ରଥମ ପୋଏମ୍ ସେଟାର ଯେଉଁ ୱାର୍ମ ଅପ୍ ଏବଂ ପୋଏଟ୍ଙ୍କର ଇଣ୍ଟ୍ରୋଡକ୍ସନ୍ ତୁମ ସହିତ ଆଲୋଚନା କରିଥିଲି। ଏହି ଭିଡ଼ିଓରେ ମୁଁ ତୁମକୁ ଯେଉଁ ଷ୍ଟପିଂ ବାଇ ଉଡ୍ସ ଅନ୍ ଏ ସ୍ନୋଇ ଇଭିନିଂର ଯେଉଁ ଷ୍ଟାଞ୍ଜା ଗୁଡ଼ିକ ଅଛି ସେଗୁଡ଼ିକୁ ଲାଇନ୍ ବାଇ ଲାଇନ୍ ତୁମ ସହିତ ଆଲୋଚନା କରିବି। ତ ପିଲାମାନେ ପୁଣି ଥରେ କହି ରଖିବି, ଏହି ଯେଉଁ ବିଷୟଟି ପରୀକ୍ଷା ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। 6ରୁ 8 ମାର୍କ ନିଶ୍ଚିନ୍ତ ଭାବରେ ପରୀକ୍ଷାରେ ଆସିବ। ତେଣୁ ତୁମେ ସମସ୍ତେ କପି ଆଉ ପେନ୍ ଧରି ଯାହା ମୁଁ କହୁଛି ତାକୁ ବୁଝ ଆଉ ଲେଖି ରଖ ସବୁ କିଛି। ଚାଲ ଦେଖିବା କ'ଣ ଅଛି। ଦେଖ ପିଲାମାନେ, ଦେଖ এই যে ଅଛି ଷ୍ଟପିଂ ବାଇ ଉଡ୍ସ ଅନ୍ ଏ ସ୍ନୋଇ ଇଭିନିଂ। তো দেখো স্টাঞ্জা ওয়াইজ এক্সপ্লেনেশন, এটা লেকচর 2 মানে এটা পার্ট 2 কাହାର ଷ୍ଟପିଂ ବାଇ ଉଡ୍ସ ଅନ୍ ଏ ସ୍ନୋ ଇଭିନିଂର ପାର୍ଟ 2 ବା ଲେକ୍ଚର 2, ଯୋଉଥିରେ କି ମୁଁ ତୁମକୁ ଷ୍ଟାଞ୍ଜା ୱାଇଜ ଏକ୍ସପ୍ଲାନେସନ ଲାଇନ୍ ବାଇ ଲାଇନ୍ ତୁମକୁ ଏକ୍ସପ୍ଲେନ୍ କରିବି। ଦେଖିବା କ'ଣ ଅଛି। ଦେଖ ଦ ଟେକ୍ସଟର ଷ୍ଟାଞ୍ଜା 1, ଦ ଟେକ୍ସଟର କୋଉଟା ନା ଷ୍ଟାଞ୍ଜା 1 କ'ଣ ଅଛି ଛୁଆମାନେ। ପ୍ରଥମ ଷ୍ଟାଞ୍ଜା ପଢିବା। କ'ଣ ପୋଏଟ୍ ଲେଖିଛନ୍ତି? ରବର୍ଟ ଲି ଫ୍ରଷ୍ଟ ବା ରବର୍ଟ ଫ୍ରଷ୍ଟ କ'ଣ ଲେଖିଛନ୍ତି ନା whose woods these are, I think I know. His house is in the village though he will not see me stopping here to watch his woods fill up with snow. ତ ଏଇ ଯେ ଏଇଟା ଷ୍ଟାଞ୍ଜା 1 ରେ ତାହେଲେ କ'ଣ ପୋଏଟ୍ କହିବାକୁ ଚାହୁଁଛନ୍ତି? whose woods, କାହାର, ଯାହାର ଏଇ ଜଙ୍ଗଲ, whose woods ମାନେ ଯାହାର, whose ମାନେ ଯାହାର, woods ମାନେ ଛୋଟିଆ ଜଙ୍ଗଲକୁ woods କୁହାଯାଉଛି, ଯାହାର ଜଙ୍ଗଲ, these are ମାନେ ଏଇ ଯେ ଛୋଟ ଜଙ୍ଗଲ ଯାହାର, I think I know ମୁଁ ଭାବୁଛି, ମୁଁ ଜାଣେ ତାକୁ, ଯେ ଏଇ ଯେ ଛୋଟ ଜଙ୍ଗଲ ଯାହାର, ଏଇ ଛୋଟ ଜଙ୍ଗଲଟି ଯାହାର ମୁଁ ତାକୁ ଜାଣେ ବୋଲି ଏଠାରେ ପୋଏଟ୍ କହୁଛନ୍ତି। His house is in the village though, ଯଦିଓ, ଦ ମାନେ କ'ଣ? ଯଦିଓ। His house ତାଙ୍କର ଘର, is in the village ଏହି ଭିଲେଜରେ ମାନେ ଏଇ ଯୋଉ ଛୋଟ ଜଙ୍ଗଲ ଅଛି ସେଇ ପାଖରେ ଗାଁ ଅଛି, ସେଇ ଗାଁରେ ଯଦିଓ ତାଙ୍କର ଘର, କାହାର ଘର ନା ସେଇ ଛୋଟ ଜଙ୍ଗଲଟି ଯୋଉ ତାର ମାଲିକର ଘର। ଦେଖ ଛୋଟ ଜଙ୍ଗଲ କହିଲେ କ'ଣ ଛୁଆ ମାନେ, ଛୋଟ ଜଙ୍ଗଲ କହିଲେ ସାଧାରଣତଃ ଜଣ ଜଣଙ୍କର ବାଡ଼ି ଅଛି, ଯୋଉ ବଡ଼ ବାଡ଼ି ଥିବ ସେଠି ବହୁତ ସାରା ଗଛ ଲଗା ହେଇଥିବ, ସେଇଟା ବି ତମେ ଜାଣିଥିବ ଛୁଆମାନେ, ବହୁତ ସାରା ଗଛ ଲାଗିକି ଗୋଟେ ଛୋଟ ଜଙ୍ଗଲ ଭଳିଆ ହେଇଯାଇଥାଏ। ଠିକ୍ ସେଇଭଳିଆ ଜାଗାକୁ ଏଠି ଉଡ୍ସ ବୋଲି କୁହାଯାଇଛି। ଏଟା ଫରେଷ୍ଟ ତ କଦାପି ନୁହଁ, ମାନେ ଛୋଟ ଜଙ୍ଗଲକୁ ବୁଝଉଛି। ସେଟା ତମେ ଜାଣିଥିବ କାଜୁ ବାଡ଼ି ଅଛି, ବହୁତ ସାରା କାଜୁ ଗଛ ଲଗାଯାଇକି ଗୋଟେ ବିରାଟ ଏରିଆଟାକୁ ଗୋଟେ ଛୋଟ ଜଙ୍ଗଲ ଭଳିଆ ସେଟା ଜଣାପଡ଼େ ସେ କାଜୁ ବାଡ଼ିଟା। ଠିକ୍ ସେଇଭଳିଆ ଛୁଆମାନେ। ତାହେଲେ ସେ କହୁଛି କ'ଣ ନା ସେଇ ଯୋଉ ମାଲିକର, ସେଇ ଯୋଉ ଜଙ୍ଗଲ, ଛୋଟ ଜଙ୍ଗଲଟେ ଅଛି, ସେ ମାଲିକର ଘର ଏହି ଭିଲେଜରେ, ଯଦିଓ ଏହି ଭିଲେଜରେ, ବୁଝିପାରିଲ କି ନାହିଁ? ଯଦିଓ ସେ ମାଲିକର ଘର ଏହି ଭିଲେଜରେ, he will not see me stopping here, ସେ ମୋତେ ଦେଖିପାରିବ ନାହିଁ ଏଠାରେ ମୁଁ ଠିଆ ହୋଇଥିବାର, ଏଠାରେ me stopping ମୁଁ ଠିଆ ହୋଇଥିବାର he will not see ସେ ଦେଖିପାରିବ ନାହିଁ। ତା ବାଡ଼ିରେ ମୁଁ ଠିଆ ହେଇଛି ବା ତା ଜଙ୍ଗଲରେ, ଯୋଉ ଛୋଟ ଜଙ୍ଗଲଟାରେ ମୁଁ ଠିଆ ହେଇଛି, ସେ ମୋତେ କ'ଣ ନା ଦେଖିପାରିବ ନାହିଁ। କାହିଁକି ଦେଖିପାରିବ ନାହିଁ? To watch his woods fill up with snow, କାହିଁକି ନା to watch his woods fill up with snow, ସେ କ'ଣ ଦେଖିବ ନା ତାର ଯୋଉ ବାଡ଼ିଟା ବା ଛୋଟ ଜଙ୍ଗଲଟି fill up ହେଇଛି, ପୂର୍ଣ୍ଣ ହୋଇଛି, କୋଉଥିରେ ନା ସ୍ନୋରେ ପୂର୍ଣ୍ଣ ହୋଇଛି। ସ୍ନୋ ମାନେ ବୁଝୁଛ କି ନାହିଁ? ତୁଷାର।
ତୁଷାରରେ ପୁରା ପୂର୍ଣ୍ଣ ହୋଇଛି। ତୁମେ ଜାଣିଥିବ ଆମେରିକା କଣ୍ଟ୍ରିରେ କେମିତି ସବୁ ତୁଷାର ପଡ଼ିକି ଗଛ ସବୁ ଧଳା ଧଳା ହୋଇଯାଇଥାଏ। ଠିକ୍ ସେଇଭଳିଆ ଛୁଆମାନେ ତାର ଯୋଉ ବାଡ଼ି ଯୋଉ ଛୋଟ ଜଙ୍ଗଲଟିରେ ଯୋଉ ଗଛପତ୍ର ଅଛି ସେସବୁରେ ତୁଷାରମୟ ପୁରା ହେଇଯାଇଛି। ସେ ଜଙ୍ଗଲଟି ଛୋଟ ଜଙ୍ଗଲଟି ତୁଷାରମୟ ହେଇଯାଇଛି, ଯାହାଫଳରେ ସେ ପୋଏଟ ସେଠାରେ ଠିଆ ହେଇଛନ୍ତି ତା ସେ ଛୋଟ ଜଙ୍ଗଲରେ। ମାତ୍ର ତା ମାଲିକର ଘର ସେଇ ପାଖରେ, ମାତ୍ର ସେ ଦେଖିପାରିବ ନାହିଁ, କାହିଁକି ନା ପୁରା ତା ଜଙ୍ଗଲ ତୁଷାରମୟ ହେଇଯାଇଛି ବୋଲି ପୋଏଟ ଏଠି କହୁଛନ୍ତି। ମୁଁ ଆଶା କରୁଛି ପିଲାମାନେ ତୁମେ ୟାକୁ ବୁଝିପାରିଥିବ। ପ୍ରଥମ ଷ୍ଟାଞ୍ଜାକୁ ବୁଝିପାରିଥିବ, ତାହେଲେ ଆମେ ଯିବା ସେକେଣ୍ଡ ଷ୍ଟାଞ୍ଜାକୁ। ଦେଖ ଛୁଆମାନେ, ଷ୍ଟାଞ୍ଜା 2 ଷ୍ଟାଞ୍ଜା 2ରେ କ'ଣ? ମାଇ ଲିଟିଲ ହର୍ସ ମଷ୍ଟ ଥିଙ୍କ ଇଟ୍ କୁଇର। ଛୁଆମାନେ ମନେ ପକାଅ, ମୁଁ ଯେତେବେଳେ ତମକୁ ୱାର୍ମ ଅପ୍ ପଢ଼େଇଥିଲି ସେଠି ସେ ତାଙ୍କ ଘୋଡ଼ାକୁ ଠିଆ କରିଥିଲେ ନିୟର ବାଇ ଏ ଉଡ୍ସ। ଏଇଟା ପଢ଼େଇଥିଲି କି ନାହିଁ? ତାଙ୍କର ଗୋଟେ ଘୋଡ଼ା ଥିଲା ବୋଲି ଆମେ ସେଠି ମୁଁ ତମକୁ କହିଥିଲି। ସେ ସେଇ କଥା କହୁଛନ୍ତି, ମାଇ ଲିଟିଲ ହର୍ସ ମଷ୍ଟ ଥିଙ୍କ ଇଟ୍ କୁଇର ଟୁ ଷ୍ଟପ୍ ୱିଦାଉଟ୍ ଏ ଫାର୍ମ ହାଉସ୍ ନିୟର between the woods and frozen lake, the darkest evening of the year। କ'ଣ କହୁଛନ୍ତି? ମୋର ଯୋଉ ଲିଟିଲ ହର୍ସ, ଲିଟିଲ ମାନେ ଛୁଆ ମାନେ ଅର୍ଡିନାରୀ ଆଣ୍ଡ ହମ୍ବଲ ବୋଲି ଆଗକୁ ଆମେ ପଢିବା। ହମ୍ବଲ ମାନେ ଅତି ନମ୍ର, ଅତି ନମ୍ର ଆଉ ବହୁତ ଓବିଡିଏଣ୍ଟ, ତା ସହିତ ଅତି ପ୍ରିୟ। ତାହେଲେ ପୋଏଟ ତାଙ୍କ ଘୋଡ଼ାକୁ କ'ଣ କହୁଛନ୍ତି ନା, ମୋ ଘୋଡ଼ା ଭାରି ନମ୍ର, ଭାରି ଓବିଡିଏଣ୍ଟ, ଆଉ କ'ଣ ତା ସହିତ ଭାରି ପ୍ରିୟ। ମୋର ସେଇ ଛୋଟିଆ ମାନେ ଲିଟିଲ ମାନେ ଏଠି କ'ଣ ନା ପ୍ରିୟ ଅର୍ଥରେ, ଓବିଡିଏଣ୍ଟ ଅର୍ଥରେ, ନମ୍ର ଅର୍ଥରେ ବ୍ୟବହାର କରାଯାଇଛି। ତାହେଲେ ମୋର ସେଇ ନମ୍ର ଘୋଡ଼ା ବା ମୋର ପ୍ରିୟ ଘୋଡ଼ା ମଷ୍ଟ ଥିଙ୍ଗ ନିଶ୍ଚିନ୍ତ ଭାବରେ ଭାବୁଥିବ, ନିଶ୍ଚିନ୍ତ ଭାବରେ ଭାବୁଥିବ, ଇଟ୍ କୁଇର ଏହାକୁ ଅଦ୍ଭୁତ ବୋଲି ଭାବୁଥିବ। କୋଉ ଜିନିଷକୁ ଅଦ୍ଭୁତ ବୋଲି ଭାବୁଛି? କୁଇର ମାନେ ଛୁଆମାନେ ଷ୍ଟ୍ରେଞ୍ଜ ବା ଅଦ୍ଭୁତ ବୋଲି ଭାବୁଥିବ। କୋଉ ଜିନିଷଟାକୁ ଦେଖିବା, ଇଟ୍ ଯୋଉ ଅଛି, ଇଟ୍ର ଅର୍ଥ କ'ଣ ନା ଟୁ ଷ୍ଟପ୍ ୱିଦାଉଟ୍ ଏ ଫାର୍ମ ହାଉସ୍ ନିୟର, ଯୋଉ ଠିଆ କରେଇଛନ୍ତି। କ'ଣ? ମୁଁ ଯୋଉ ତାକୁ ଠିଆ କରେଇଛି, ଏଠି ପୋଏଟ ଅନୁଭବ କରୁଛନ୍ତି ମୋର ଯୋଉ ଛୋଟିଆ ଘୋଡ଼ାଟା ନିଶ୍ଚିନ୍ତ ଭାବରେ ଏହାକୁ ଅଦ୍ଭୁତ ଭାବୁଥିବ, କାହିଁକି ନା ମୁଁ ତାକୁ ଠିଆ କରେଇଛି ୱିଦାଉଟ୍ ଏ ଫାର୍ମ ହାଉସ୍ ନିୟର, ନିକଟରେ କୌଣସି ଫାର୍ମ ହାଉସ୍ ନାହିଁ, କୌଣସି ଫାର୍ମ ହାଉସ୍ ନଥିବା ସତ୍ତ୍ୱେ ମୁଁ ତାକୁ ଏଠାରେ ଠିଆ କରିଛି। ଏଥିରେ କ'ଣ ହଉଥିବ? ମୋର ଯୋଉ ପ୍ରିୟ ଘୋଡ଼ା, ମୋର ଯୋଉ ହମ୍ବଲ ଘୋଡ଼ାଟି କ'ଣ ହଉଥିବ? ଅତି ଅତି କ'ଣ ହଉଥିବ? ଆଶ୍ଚର୍ଯ୍ୟ ପ୍ରକାଶ କରୁଥିବ। କୋଉଠି ସେ ଠିଆ ହେଇଛନ୍ତି ନା ବିଟୁଇନ୍ ଦ ଉଡ୍ସ ଆଣ୍ଡ ଫ୍ରୋଜେନ୍ ଲେକ୍। ଉଡ୍ସ ମାନେ ସେଇ ଛୋଟ ଜଙ୍ଗଲ ଏବଂ ଫ୍ରୋଜେନ୍ ବରଫ ହୋଇଯାଇଥିବା ଗୋଟେ ହ୍ରଦଟେ ବହିଯାଇଛି, ସେଇ ଜଙ୍ଗଲ ଛୋଟ ଜଙ୍ଗଲ ପାଖ ଦେଇ ବହିଯାଇଛି ଗୋଟେ ହ୍ରଦ। ତାହେଲେ ସିଏ ସେଇ ଛୋଟ ଜଙ୍ଗଲ ଏବଂ ସେଇ ଯୋଉ ହ୍ରଦ ବରଫାବୃତ ବରଫ ହୋଇଯାଇଛି ଯୋଉ ସେ ଲେକ୍ର ପାଣି, ସେ ବରଫାବୃତ ଲେକ୍ ମାନେ ହ୍ରଦ ତାହାରି ମଝିରେ ବା ବରଫାବୃତ ଝରଣା ବି କହିପାରିବ, ତାହାରି ମଝିରେ କିଏ ନା ଆମର ଠିଆ ହେଇଛନ୍ତି ପୋଏଟ। କାହା ସହିତ ନା ତାଙ୍କ ଘୋଡ଼ା ସହିତ। ଦ ଡାର୍କେଷ୍ଟ ଇଭିନିଂ ଅଫ୍ ଦ ଇୟର, ପୁଣି କ'ଣ ହଉଛି? କୋଉ ଭାବୁଛନ୍ତି କାହିଁକି ସେ ଅଦ୍ଭୁତ ଫିଲ୍ କରୁଥିବ? ନା ଏଇ ଯୋଉ ବର୍ଷର ସବୁଠାରୁ ଏଇଟା ଅନ୍ଧକାର ସନ୍ଧ୍ୟାଟେ ଥିଲା। କୋଉ ସମୟରେ ଠିଆ ହେଇଛନ୍ତି? ନା ସନ୍ଧ୍ୟା ସମୟରେ। କିନ୍ତୁ ଏଇ ବର୍ଷର ସବୁଠାରୁ ସତେ ଯେପରି ଲାଗୁଥିଲା ପଏଣ୍ଟକୁ, ନା ଏଇଟା ସବୁଠାରୁ ଅନ୍ଧକାର ସନ୍ଧ୍ୟାଟେ ଥିଲା। ତ ସେଇ ଲାଗି ଯୋଉ ଲିଟିଲ ହର୍ସ ଅଛି, ଲିଟିଲ ହର୍ସ ମାନେ ଏଠି ଛୋଟ ଘୋଡ଼ା ଭାବିବନି, କାରଣ ଦେଖ ପିଲାମାନେ, ତମେ ଯାହାର ଅତି ପ୍ରିୟ ହେଇଥିବ, ତୁମ ବାପା ମାଙ୍କର ତୁମେ ଅତି ପ୍ରିୟ, ତୁମେ ଯେତେ ବି ବଡ଼ ହେଇଯାଅ ତଥାପି ତମକୁ ସେ ଡାକୁଥିବେ ଛୁଆ ବୋଲି ଡାକୁଥିବେ, ହଁ କି ନାହିଁ? ସେଇଭଳିଆ। ତ ସେଇଭଳିଆ ଛୁଆମାନେ ତାର ଯୋଉ ଘୋଡ଼ାକୁ ଲିଟିଲ ହର୍ସ ବୋଲି କହୁଛି। ହୋଇଥାଇପାରେ ସେ ବହୁତ ବଡ଼ ଘୋଡ଼ାଟେ ହୋଇଥାଇପାରେ, ବଟ୍ ସେ ବହୁତ ନମ୍ର, ଓବିଡିଏଣ୍ଟ ଆଉ କ'ଣ ଛୁଆମାନେ ଅତି ପ୍ରିୟ ଥିଲା ପୋଏଟଙ୍କ ଲାଗି। ତ ସିଏ ନିଶ୍ଚିନ୍ତ ଭାବରେ କ'ଣ ଅନୁଭବ କରୁଥିବ? କୁଇର, ଅଦ୍ଭୁତ ଅନୁଭବ କରୁଥିବ। କାହିଁକି ନା ପ୍ରଥମେ ତ ପାଖାପାଖିରେ କୌଣସି ଫାର୍ମ ହାଉସ୍ ନାହିଁ ଛୁଆମାନେ, ୱିଦାଉଟ୍ ଏ ଫାର୍ମ ହାଉସ୍ ନିୟର, ନିକଟବର୍ତ୍ତୀ ଜାଗାରେ କୌଣସି ଫାର୍ମ ହାଉସ୍ ନାହିଁ ଛୁଆମାନେ। ତାପରେ କ'ଣ କହୁଛି? କୋଉଠି ଠିଆ ହେଇଛନ୍ତି? ନା ଉଡ୍ସ ଛୋଟ ଜଙ୍ଗଲ ଏବଂ ଫ୍ରୋଜେନ୍ ଲେକ୍ ମଝିରେ ଠିଆ ହେଇଛନ୍ତି। ତାପରେ କ'ଣ? ସେଇ ଯୋଉ ଇଭିନିଂଟା ସବୁଠାରୁ ଅନ୍ଧକାରମୟ ଥିଲା, ସେଇ ବର୍ଷର ସବୁଠାରୁ ଅନ୍ଧକାରମୟ ଇଭିନିଂ ଥିଲା। ସେଇ ଲାଗି ଆମର ଯୋଉ ଲିଟିଲ ହର୍ସ କ'ଣ ହଉଥିବ? ନା ଅଦ୍ଭୁତ ଅନୁଭବ କରୁଥିବ ବା ଆଶ୍ଚର୍ଯ୍ୟ ଅନୁଭବ କରୁଥିବ। ମୁଁ ଆଶା କରୁଛି ପିଲାମାନେ ଷ୍ଟାଞ୍ଜା 2 ଟାକୁ ବୁଝିପାରିଥିବ। ଆମେ ଷ୍ଟାଞ୍ଜା 3 କୁ ଏବେ ଯିବା। ଦେଖ ଷ୍ଟାଞ୍ଜା 3ରେ କ'ଣ ଅଛି? He gives his harness bells a shake to ask if there is some mistake. The only other sound
is the sweep of easy wind and downy flake। এই যে stanza ଅଛି କଣ ଅଛି ନା he gives his harness bells a shake। he gives, he ମାନେ ଏଠି କିଏ ନା ତାଙ୍କ ଘୋଡାକୁ କହୁଛନ୍ତି ନା ସିଏ ତାର ଯୋଉ ହାର୍ନେସ୍ ବେଲ୍ସ ଅଛି, ହାର୍ନେସ୍ ମାନେ ଲଗାମ, ମାନେ ବେକରେ ଗୋଟେ ପଟି ଦିଆ ହେଇଥାଏ ଲଗାମ ଲଗେଇବା ଲାଗି, ସେଇଟାକୁ ହାର୍ନେସ୍ କୁହାଯାଏ। ସେଠି ବେଲ୍ଟ ଝୁଲୁଛି, ତାର ବେଲ୍ ଲଗା ହେଇଛି, ସେଟାକୁ ସେ କଣ ମଝିରେ ମଝିରେ ହଲେଇ ଦଉଛି। କଣ ଇଣ୍ଡିକେଟ କରିବା ଲାଗି ବା ପଚାରିବାକୁ, ଟୁ ଆସ୍କ ପଚାରିବା ଲାଗି ତା ମାଲିକକୁ, ଇଫ୍ ଦେୟାର ଇଜ ସମ୍ ମିଷ୍ଟେକ୍, କି ମୋ ଦ୍ୱାରା କିଛି ମିଷ୍ଟେକ୍ ହୋଇଗଲା କି, ଭୁଲ ହୋଇଗଲା କି, ନା ଆପଣ କୌଣସି ଦ୍ୱନ୍ଦ୍ୱ ଯୋଗୁଁ ସେଠାରେ ଠିଆ ହୋଇଛନ୍ତି, ଏଇଥିପାଇଁ ଏଇ ଯୋଉ ଜିନିଷଟାକୁ ଏଇ ଜିନିଷକୁ ଚେତେଇବା ଲାଗି ତାଙ୍କ ମାଲିକକୁ ସେ କଣ ମଝିରେ ମଝିରେ କଣ କରୁଥାଏ ଘୋଡାଟି ନା ତାର ଯୋଉ ଘଣ୍ଟିଟି ବନ୍ଧା ଯାଇଥାଏ ତାର ଲଗାମ ପଟିରେ, ସେଟାକୁ ମଝିରେ ମଝିରେ ସେ କଣ ହଲେଇ ଦଉଥାଏ। ତାପରେ କଣ ଦ ଓନ୍ଲି ଅଦର ସାଉଣ୍ଡ ଇଜ, ଏ ଯୋଉ ଏସ୍ ଅଛି ଆପୋଷ୍ଟ୍ରୋଫି ଏସ୍, ତାର ଅର୍ଥ ଇଜ ଛୁଆମାନେ, ଇଜ ଦ ସୁଇପ ଅଫ ଇଜି ୱିଣ୍ଡ ଏଣ୍ଡ ଡାଉନି ପ୍ଲେ। ତାହେଲେ ଆଉ କଣ ସାଉଣ୍ଡ ଥିଲା, କେବଳ ଅନ୍ୟ ଗୋଟେ ଆଉ କଣ ସାଉଣ୍ଡ ଥିଲା, ଦ ଓନ୍ଲି ଅଦର ମାନେ ଅନ୍ୟ କେବଳ ସାଉଣ୍ଡ କଣ ଥିଲା ନା ସାଉଣ୍ଡ ଅଟେ ଦ ସୁଇପ, ସୁଇପ ମାନେ ଗତି, ଅଫ ଇଜି ୱିଣ୍ଡ, ଇଜି ୱିଣ୍ଡ ମାନେ ହାଲୁକା ପବନ ବା ମୃଦୁ ପବନ, ଧୀର ପବନ ର ଗତି, ଆଉ କାହାର ଏବଂ ଡାଉନି ଫ୍ଲେକ୍, ଏବଂ କଣ ଧୀର ପବନର ଗତି, ଆଉ ଡାଉନି ଫ୍ଲେକ୍ ଯୋଉ ତଳକୁ, ଡାଉନି ମାନେ ତଳକୁ, ମୁଭ୍ ଡାଉନୱାର୍ଡସ୍, ଫ୍ଲେକ୍ ମାନେ କଣ ଛୁଆ ମାନେ ନା ତୁଷାର, ତଳକୁ ପଡୁଥିବା ତୁଷାର, ଏବଂ ଧୀର ପବନର ଯୋଉ ଧୀର ପବନର ଗତିର ଯୋଉ ଶବ୍ଦ ସେଇଟା। ତାହେଲେ ଏଟା ଗୋଟେ ଶବ୍ଦ, ଏଟା ଗୋଟେ ସାଉଣ୍ଡ, ଆକୁ ଛାଡିଦେଲେ ଆଉ ଗୋଟେ ସାଉଣ୍ଡ କଣ ଥିଲା ନା ହାର୍ନେସ୍ ବେଲ୍ସ, ଯୋଉ ଘୋଡା ଦଉଥିଲା ହାର୍ନେସ୍ ବେଲ୍ ର ଯୋଉ ଶବ୍ଦ। ତାହେଲେ ଦିଟା ହିଁ ସାଉଣ୍ଡ ସେଠାରେ ଥିଲା, ଗୋଟେ ହଉଛି ହାର୍ନେସ୍ ବେଲ୍ ର ଶବ୍ଦ, ଯୋଉଟା କି କଣ କରିବା ଲାଗି ନା ତାର ମାଲିକକୁ ସେ ଚେତେଇବା ଲାଗି ଚାହୁଁଥିଲା କି ମୋ ଦ୍ୱାରା କିଛି ମିଷ୍ଟେକ୍ ହେଇଗଲା, ନା ଆପଣଙ୍କ ଦ୍ୱାରା କିଛି, ଆପଣ କୌଣସି ଦ୍ୱନ୍ଦ୍ୱରେ ଅଛନ୍ତି ବା ଆପଣଙ୍କ ଦ୍ୱାରା କିଛି ତ୍ରୁଟି ହେଇଗଲା, ସେଇଥିପାଇଁ ଆପଣ ଏଠାରେ ଠିଆ ହେଇଛନ୍ତି। ତାପରେ ପୁଣି କଣ କହୁଛନ୍ତି, ସେ ତ ଗୋଟେ ସାଉଣ୍ଡ, ତାପରେ ଆଉ କଣ ସାଉଣ୍ଡ ସେଠି ଶୁଭୁଥାଏ ନା ଦ ସାଉଣ୍ଡ, ଦ ସୁଇପ ଅଫ ଇଜି ୱିଣ୍ଡ, ଇଜି ୱିଣ୍ଡ, ଇଜି ୱିଣ୍ଡ ମାନେ ମୃଦୁ ପବନ, ମୃଦୁ ପବନର ଗତି, ଆଉ କଣ ଡାଉନି ଫ୍ଲେକ୍, ଡାଉନି ଫ୍ଲେକ୍ ମାନେ ତଳକୁ ପଡୁଥିବା ତୁଷାରର ଗତି। ତାର ଡାଉନି ଫ୍ଲେକ୍ ଆଉ ଇଜି ୱିଣ୍ଡ ର କଣ ଯୋଉ ଶବ୍ଦ, ଏଇ ଦିଟା ମିଶ୍ରଣର ଯୋଉ ଶବ୍ଦଟା ହଉଛି ସେ ଶବ୍ଦ, ତା ସହିତ ହାର୍ନେସ୍ ବେଲ୍ସ ର ଶବ୍ଦ, ତାହେଲେ ଦିଟା ସାଉଣ୍ଡ ସେଠି ଶୁଭୁଥାଏ ବୋଲି ଏଠାରେ କୁହାଯାଇଛି। ତ ମୁଁ ଆଶା କରୁଛି ପିଲାମାନେ, ତ ଏଇ ଯୋଉ ଷ୍ଟାଞ୍ଜା ଅଛି, ଯୋଉ ଲେଖା ହେଇଛି କେମିତି ମୃଦୁ ପବନ ବହୁଛି, କେମିତି ତୁଷାର ତଳକୁ ପଡୁଛି, ତୁମେ ମାନେ ନିଶ୍ଚିତ ଭାବରେ ହୃଦୟଙ୍ଗମ କରିପାରୁଥିବ ବା ଅନୁଭବ କରିପାରୁଥିବ ସେ ଯୋଉ ରୋମାଞ୍ଚକର ଏନଭାୟରନମେଣ୍ଟ ବା ସରାଉଣ୍ଡିଂସ କେମିତି ଥିବ, ତୁମେ ନିଶ୍ଚିନ୍ତ ଭାବରେ ଅନୁଭବ କରିପାରୁଥିବ ବୋଲି ମୋର ଆଶା। ଦେଖ ଏଠି ହଉଛି ଷ୍ଟାଞ୍ଜା 4, ଏଇଟା ହିଁ ଶେଷ ଷ୍ଟାଞ୍ଜା ଛୁଆ ମାନେ, ସେ ବହୁତ ଛୋଟ ପଏମଟା ନାଇଁ କିରେ, ଏଇଟା ହଉଛି ଶେଷ ଷ୍ଟାଞ୍ଜା। କଣ କହିଛି, the woods are lovely dark and deep but I have promises to keep and miles to go before I sleep and miles to go before I sleep। ଦେଖ ଛୁଆ ମାନେ କଣ ଅଛି ଛୁଆ ମାନେ ଏଠି କହୁଛି the woods are lovely dark and deep, ସେ ଯୋଉ ଜଙ୍ଗଲ, ସେ ଛୋଟ ଜଙ୍ଗଲଟା କଣ ଥିଲା, ଲଭଲି ଅତି ରୋମାଞ୍ଚକର ସୁନ୍ଦର ଥିଲା, ଡାର୍କ ମାନେ ଅନ୍ଧାରୁଆ ଥିଲା, ଏବଂ ଡିପ୍ ମାନେ ଘଞ୍ଚ ଥିଲା ଛୁଆ ମାନେ। ବୁଝିଲ ସେ ଜଙ୍ଗଲଟି ତାହେଲେ କେମିତି ଥିଲା, ଲଭଲି ଡାର୍କ ଏଣ୍ଡ ଡିପ୍ ଥିଲା। ବଟ୍ ଆଇ ହାଭ୍ ପ୍ରମିଜେସ୍ ଟୁ କିପ୍, ସେଇ ଯୋଉ ଜଙ୍ଗଲର ସୁନ୍ଦର ମନୋହର ସିନେରୀ ବା ଲଭଲି କାରଣ ତାର ଯୋଉ ସୁନ୍ଦରତା, ତା ସହିତ ଡାର୍କ ମାନେ ଅନ୍ଧାରୁଆ ହେଇଥାଏ ଜଙ୍ଗଲଟା, ତା ସହିତ ଡିପ୍ ମାନେ କଣ ହେଇଥାଏ ନା ଘଞ୍ଚ ହୋଇଥାଏ। ସେ ଜିନିଷ ପଏଟକୁ ବହୁତ କଣ କରୁଥାଏ ନା ରୋମାଞ୍ଚକର ଲାଗୁଥାଏ, ଆଉ ପଏଟକୁ ଅଧିକ ସମୟ ସେଠାରେ ରହିବା ଲାଗି ପ୍ରଲୋଭିତ କରୁଥାଏ। ଆମେ ପଢିଥିଲୁ ଏଟା ଓମ୍ ଉପରେ, ପ୍ରଲୋଭିତ କରୁଥାଏ। ବଟ୍ ହଠାତ୍ କି କଣ ହେଇଛି ନା ପଏଟ କଣ କରୁଛନ୍ତି ନା ରିଏଲାଇଜ କରିଛନ୍ତି, କଣ ରିଏଲାଇଜ କରିଛନ୍ତି ନା ସିଏ କିଛି ପ୍ରମିସ କରିଥିଲେ, ବଟ୍ ଆଇ ହାଭ୍ ପ୍ରମିଜେସ୍ ଟୁ କିପ୍, ମୁଁ ବହୁତ ସାରା ମୋର ପ୍ରମିଜ ଅଛି, ପ୍ରତିଜ୍ଞା ଅଛି, ଯାହାକୁ ମତେ କଣ କରିବାର ଅଛି ନା ସେ ସବୁ ପ୍ରମିସକୁ ରକ୍ଷା କରିବାର ଅଛି, ସେ ସବୁ ପ୍ରମିସକୁ ରିଆଲିଟିରେ କଣ କରିବାର ଅଛି ନା କନଭର୍ଟ କରିବାର ଅଛି, ମତେ ସେ ପ୍ରମିସକୁ ରଖିବାର ଅଛି।
ବୁଝିପାରିଲ କି ନାହିଁ? ତାପରେ and miles to go before I sleep, ତେଣୁ miles to go ମତେ ବହୁତ ଦୂର ଯିବାର ଅଛି before I sleep ମାନେ ଶୋଇବା ପୂର୍ବରୁ ମତେ ବହୁତ ଦୂର ଯାତ୍ରା କରିବାର ଅଛି। miles to go before I sleep, ବହୁତ ଦୂର ମତେ ଯାତ୍ରା କରିବାର ଅଛି ବୋଲି ଏଠି କିଏ କହିଛନ୍ତି ନା ଏଠି ଲେଖାଯାଇଛି, ପଏଟ କହୁଛନ୍ତି ମତେ ବହୁତ ଦୂର ଯିବାର ଅଛି। ତାହେଲେ ତମେ କଣ ଦେଖିଲ ପିଲାମାନେ? ମୁଁ ଆଶା କରୁଛି ତମେ ଲାଷ୍ଟ ଷ୍ଟାଞ୍ଜା ବୁଝିପାରିଥିବ। ଆଉ ମୁଁ କଣ ଅନୁଭବ କଲି ବା ତୁମେ ମାନେ କଣ ଏଠୁ ଅନୁଭବ କରିପାରୁଛ ନା ପଏମଟି ବହୁତ ଛୋଟ, ଅତି ସିମ୍ପଲ ଭାଷାରେ ଲେଖା ହେଇଛି। ତ ପଏମଟା ଅତି ଛୋଟ। ପ୍ରଥମେ ତ ଆମେ ଆମ ଉପରେ ପଢିଥିଲୁ ବା ତାଙ୍କର ପଏମ ଗୁଡା ବହୁତ ଛୋଟ, ମାତ୍ର ଡିପ୍ ମିନିଂ ଥାଏ। ଡିପ୍ ମିନିଂ ମାନେ ଉପର ସ୍ତରରେ ତ ଏଟା ବହୁତ ଛୋଟ ବୋଲି ଲାଗେ, ବଟ୍ ଏଠି ଡିପ୍ ମିନିଂ ଅଛି। କଣ ଡିପ୍ ମିନିଂ ଅଛି ସେଇଟା ହିଁ ଆମେ ଏଠି ଦେଖିବା ଛୁଆ ମାନେ। ଏଇଠି ଦେଖ ସ୍ଲିପ୍ ମାନେ ଚିର ନିଦ୍ରା, ମାନେ ଚିର ନିଦ୍ରା ପୂର୍ବରୁ ସେ ପଏଟ କହୁଛନ୍ତି ମୁଁ ଚିର ନିଦ୍ରା ମାନେ ମୃତ୍ୟୁ, ମୋର ମୃତ୍ୟୁ ପୂର୍ବରୁ ମାଇଲ୍ସ ଟୁ ବିଫୋର ସ୍ଲିପ୍, ମତେ ବହୁତ ଆଗକୁ ଯିବାର ଅଛି, ବହୁତ ସାରା ମତେ ଆଚିଭମେଣ୍ଟ ହାସଲ କରିବାର ଅଛି, ଆଉ ବହୁତ ମାଇଲଷ୍ଟୋନ୍ସ ମତେ ହାସଲ କରିବାର ଅଛି ବୋଲି ଏଠି ପଏଟ କହୁଛନ୍ତି। ତାହେଲେ ପଏଟ କହୁଛନ୍ତି କଣ? ମୋର ମୃତ୍ୟୁ ପୂର୍ବରୁ ମତେ ବହୁତ ସାରା ଜିନିଷ, ବହୁତ ସାରା ଆଚିଭମେଣ୍ଟ ମତେ ହାସଲ କରିବାର ଅଛି। ବୁଝିପାରିଲ କି ନାହିଁ? ତ ମତେ ଏଇ ଯୋଉ ଲଭଲି, ସାଧାରଣତଃ ପଏଟ ମାନଙ୍କର ଦୁର୍ବଳତା କଣ ଛୁଆ ମାନେ? ଯଦି ଗୋଟେ ରୋମାଞ୍ଚକର ଦୃଶ୍ୟ ତାଙ୍କୁ ମିଳିଗଲା, ଗୋଟେ ସିନେରୀ ମିଳିଗଲା, ସେ ସବୁ କିଛି ଭୁଲି ଯାଆନ୍ତି। ତ ସେଇ ଲାଗି ସେ ଯେତେବେଳେ ସୁନ୍ଦର ଏଇ ଯୋଉ ଜଙ୍ଗଲ ପାଖରେ ପହଞ୍ଚନ୍ତି, ସେ ସୁନ୍ଦର ଜଙ୍ଗଲ ତାକୁ କଣ କରୁଛି ନା ତାଙ୍କୁ ଆଟ୍ରାକ୍ଟ କରିବା ଲାଗି ଚେଷ୍ଟା କରୁଛି। ବଟ୍ ହଠାତ୍ କି ସିଏ ହୃଦୟଙ୍ଗମ କରିପାରୁଛନ୍ତି କି ନାଇଁ ଅନୁଭବ କରିପାରୁଛନ୍ତି ନାଇଁ ମୋର ବହୁତ ସାରା କାମ ଅଛି, ନାଇଁ ମତେ ନିଶ୍ଚିନ୍ତ ଭାବରେ ଏଇ ସ୍ଥାନ ମତେ କଣ ଛାଡି ଆଗକୁ ବଢିବାର ଅଛି, କାରଣ ମତେ ବହୁତ ସାରା କଣ କରିବାର ଅଛି, ମୋର ମୃତ୍ୟୁ ପୂର୍ବରୁ ବହୁତ ସାରା ଜିନିଷ ମତେ ହାସଲ କରିବାର ଅଛି ବୋଲି ଏଠି ଦେଖଉଛନ୍ତି। ଠିକ ଅଛି ଛୁଆ ମାନେ, ମୁଁ ଆଶା କରୁଛି ବୁଝିପାରୁଛ। ତାହେଲେ ଏଇ ଯୋଉ ତମେ ସାଧାରଣତଃ ବୁଝୁଥିବ ଶୋଇବା ପୂର୍ବରୁ ମତେ ବହୁତ ଦୂର ଯାତ୍ରା କରିବାର ଅଛି। ତମେ ସାଧାରଣତଃ ଆମେ ଯେତେବେଳେ ୱାର୍ମ ଅପ୍ ପଢୁଥିଲୁ ଛୁଆ ମାନେ, ସେଠି ଥିଲା ନା ଏଇ ଯୋଉ ମାଇଲ୍ସ ଟୁ ଗୋ ବିଫୋର ଆଇ ସ୍ଲିପ୍, ମୁଁ ସେତେବେଳେ କହିଥିଲି ତମକୁ ଯେତେବେଳେ ପଢେଇବି ସେ ମାଇଲ୍ସ ଟୁ ଗୋ ବିଫୋର ଆଇ ସ୍ଲିପ୍ କୁ ମୁଁ ବହୁତ ବଢିଆ ଭାବରେ ତମକୁ ବୁଝେଇଦେବି। ସେ ମାଇଲ୍ସ ଟୁ ଗୋ ବିଫୋର ଆଇ ସ୍ଲିପ୍ ଯୋଉ ଅଛି ସେଠି ସେ କହିଥିଲା ଏଇଟା କେବଳ ଫିଜିକାଲ ଡିଷ୍ଟାନ୍ସକୁ ବୁଝଉନି, ଫିଜିକାଲ ଡିଷ୍ଟାନ୍ସ ଦୂରତାକୁ, ସେ ଯୋଉ ତାଙ୍କ ଯାତ୍ରାର ଦୂରତାକୁ ବୁଝଉନି, ମାତ୍ର ଆଉ କଣ ବୁଝଉଛି ନା ଜୀବନ ଯାତ୍ରା ଅଛି, ସେ ଜୀବନ ଯାତ୍ରା ବିଷୟରେ କହୁଛି ବୋଲି ସେ କହୁଛି ବୋଲି କୁହାଇଥିଲା। ତ ସେଇଭଳିଆ ଛୁଆ ମାନେ, ତ ଏଠି ସେଇଟା ଯାହା ସେ ସେଠି କହିଥିଲା ୱାର୍ମ ଅପରେ ଏଠି ସେଟା ପ୍ରତିଫଳନ ହଉଛି। ତାହେଲେ ସ୍ଲିପ୍ ମାନେ ଏଠି ଚିର ନିଦ୍ରା। ପ୍ରଥମେ ତ ତମେ ସାଧାରଣ ଗୋଟେ ନର୍ମାଲି ତମେ ଯଦି ଦେଖିବ, ତମେ ଯେହେତୁ ଆଙ୍କ ପଏମ ଗୁଡା ବହୁତ ନର୍ମାଲ ଥାଏ, ବଟ୍ କିନ୍ତୁ ତା ଭିତରେ ଡିପ୍ ମିନିଂ ଥାଏ। ନର୍ମାଲି ଆମେ ଯଦି ଦେଖିବା ନା ଶୋଇବା ପୂର୍ବରୁ ମତେ ବହୁତ ଦୂର ଯିବାର ଅଛି, ବଟ୍ ଯଦି ଆମେ ଟିକେ ଡିପ୍ ୱେରେ ଦେଖିଦବା, ତାହେଲେ ଡିପ୍ ୱେରେ ଦେଖିଲେ ନାଇଁ ଏଠି ସ୍ଲିପ୍ ମାନେ ଶୋଇବା ନୁହଁ, ଏଟା ହଉଛି ଚିର ନିଦ୍ରା ବା ମୃତ୍ୟୁ ପୂର୍ବରୁ ତାଙ୍କୁ ମାଇଲ୍ସ ମାନେ ଏଠି କଣ ବହୁତ ସାରା ମାଇଲଷ୍ଟୋନ ବା ବହୁତ ସାରା ଆଚିଭମେଣ୍ଟସ ତାଙ୍କୁ ହାସଲ କରିବାର ଅଛି ବୋଲି ଏଠି ପଏଟ କହୁଛନ୍ତି। ତାହେଲେ ପଏଟ ଏଠି କଣ ନା ତାଙ୍କର ତତ୍ପରତା ଦେଖେଇଛନ୍ତି, ମୃତ୍ୟୁ ପୂର୍ବରୁ ତାଙ୍କୁ ବହୁତ ସାରା ମାଇଲଷ୍ଟୋନ ଆଉ ଆଚିଭମେଣ୍ଟ ହାସଲ କରିବାର ଅଛି। ମୁଁ ଆଶା କରୁଛି ପିଲାମାନେ ବୁଝିପାରୁଥିବ, ବଟ୍ ଷ୍ଟିଲ୍ ତଥାପି ଆଉ ଟିକେ କ୍ଲାରିଟି ଦବା ଲାଗି ମୁଁ ତମକୁ ଆଉ ଗୋଟେ ଛୋଟ ଆଉ ମଜାଦାର ଏକ୍ସାମ୍ପଲ ଦେଇକି ତମକୁ ଏଇ ଲାଇନଟା ବୁଝେଇବାକୁ ଚାହିଁବି। କାହିଁକି ନା ମତେ ମାଇଲ୍ସ ଟୁ ଗୋ ବିଫୋର ଆଇ ସ୍ଲିପ୍ ଇଟ୍ସ ନଟ୍ ଓନ୍ଲି ଦ ଫେଭରେଟ ଅଫ ଡକ୍ଟର Pandit Jawaharlal Nehru, but it is the favorite phrase of me also. এটা ମତେ ବି ବହୁତ ମୋର ଫେଭରେଟ ଫ୍ରେଜ ଏଟା ଛୁଆ ମାନେ, ଆଉ ଇଟ୍ ଇଜ ଭେରି ଇନ୍ସପାୟାରିଂ, ଇଟ୍ ଇନ୍ସପାୟର୍ସ ମି ଏ ଲଟ୍। ତ ସେଇ ଲାଗି ମୁଁ ଗୋଟେ ଛୋଟିଆ ଏକ୍ସାମ୍ପଲ ଦେଇକି ତମେ ବୁଝେଇ ଦଉଛି। ସପୋଜ ତମେ ଭାବ ଏଇ ଯୋଉ ଉଡ୍ସ କଣ ଲଭଲି ଡାର୍କ ଆଣ୍ଡ ଡିପ୍ ଲେଖା ହେଇଛି, ତ ଏଇ ଉଡ୍ସ ହଉଛି ତମର କଣ ଇନଷ୍ଟାଗ୍ରାମର ରିଲ୍ସ କୁ କହୁଛି। ଉଡ୍ସ ହଉଛି ତମର ଉଡ୍ସ କହିଲେ ଇନଷ୍ଟାଗ୍ରାମର ଯୋଉ ରିଲ୍ସ, ତମେ ଜାଣିଥିବ ସେଟା କେତେ ଆଟ୍ରାକ୍ଟିଭ, କେତେ ହଉଛି ସୁନ୍ଦର। ନିଶ୍ଚିତ କି ନୁହଁ, ତୁମେ ତାକୁ ସବୁବେଳେ ଯେତେବେଳେ ସେ ଇନଷ୍ଟାଗ୍ରାମ ଭିତରେ ପଶୁଥିବ, ତମେ କହୁଥିବ କଣ ଜଷ୍ଟ ଗୋଟେ ବାସ୍ ମୁଁ ଦେଖିବି ତାପରେ ବନ୍ଦ କରିଦେବି। ପୁଣି କିନ୍ତୁ ଏତେ ତା ଭିତରେ କଣ ଏତେ ପ୍ରଲୋଭିତ କରିବ କି ସେ ଇନଷ୍ଟାଗ୍ରାମ, ତୁମେ ସେଥିରେ ନିଜକୁ ହଜେଇ ଦେବ। ତମକୁ ଅଧିକରୁ ଅଧିକ ପ୍ରଲୋଭନ ସେ ଇନଷ୍ଟାଗ୍ରାମ ଦେଖେଇବ ବା ପ୍ରଲୋଭିତ ହେଇ ବାର କରିବ ସ୍କ୍ରଲିଂ କରି ଚାଲିବ। ଏହା ଫଳରେ ତୁମେ ତମର ସମୟକୁ ନଷ୍ଟ କରି ଚାଲିବ। କିନ୍ତୁ ହଠାତ୍ କି ତମର ମନେ ପଡିଯାଉଛି ନାଇଁ ମତେ ଯୋଉ ପାଠ ପଢା ଦିଆଯାଇଛି ମତେ ତାକୁ ସାରିବାର ଅଛି, ମୋର ଯୋଉ ଲକ୍ଷ୍ୟ ଅଛି କି
गोटे डॉक्टर हेबी कि गोटे ओएस हेबी कि आईएएस हेबी सेठी मते पहुँचीबार अछि ना कि एई सबु रील्स को मते स्क्रॉल करिवार अछि। तो से लगी मते कौन करिवार अछि मते बहुत सारा अचीवमेंट हासिल करिवार अछि कोन मोर मृत्यु पूर्वरु मते बहुत सारा अचीवमेंट्स हासिल करिवार अछि। बुझिपारल कि नहीं छुआ माने मते बहुत सारा क्लास रे हो कि एग्जाम रे मते बहुत सारा मते एग्जाम रे बहुत बढ़िया रिजल्ट करिवार अछि। तो से लगी मते बहुत सारा पाठ पढ़िबार अछि। स्टेप वाइज जाई छोट छोट अचीवमेंट्स हासिल करी शेषे गोटे डॉक्टर कि गोटे लेक्चरर कि गोटे ओएस आईएएस हबार मोर स्वप्न अछि से सब को मोर पूर्ण करिवार अछि। तो एठी एठी पॉइंट कहउचंती ना ताकि तुमे रील जीवन बितेଇବା ଲାଗି ଚେଷ୍ଟା କରନି ନିଜକୁ रील ରେ ହଜାଅ ନାହିଁ ତମେ रियल को आस रियल लाइफ रे बंचिବା ଲାଗି ଚେଷ୍ଟା करो। तापरे आउ कोन एठी अछि छुआ माने गोटे कथा तुमको कहबी छुआ माने तो जो जिंस रहुची तुमर धर्म ज्ञान एवं अर्थ ए सबु कमेଇବା ଲାଗି कौनसी एक निर्दिष्ट समय न थाए। मृत्यु केबे भी आसी पारे तो मृत्यु केबे भी आसीबो सेटा तो आमे जानिनु केही भी जानंतिनी। तो से लगी आमे सबु बेले एई तीनटा जिंस को हासिल करिबा लगी एई तीनटा जिंस को पाइबा लगी आमे सबु बेले चेष्टा करिबा दरकार। तो कौन कौन तीनटा जिंस कहली गोटे होची अर्थ गोटे होची ज्ञान आ गोटे होची कौन धर्म। एई तीनटा जिंस को जदी एई तीनटा जिंस आमे सब बेले चेष्टा करिबा एई तीनटा जिंस को हासिल करिबा लगी सब मुहूर्त रे त निश्चिंत भाव रे आमे सब माइलस्टोन और सब अचीवमेंट्स हम हासिल करी करी चलिबा। तो जहाँ भी हो पिला माने मो आशा करछि तुमे ए वीडियो माध्यम वीडियोटी बहुत इनफॉर्मेटिव तुमको होइथिबो आउ बहुत सारा जिंस मु तुमको कहली जो केते इंस्पायरिंग एही पोएमटी। तो आपको जहाँ भी बुझिलो तुम जीवन रे ताकू यूटिलाइजेशन करिवो ता सहित विषयटा को भलो भाबरे बुझी परीक्षा रे भलो भाबरे लेखिबो जहाँ परीक्षा रे अति कम रे 6 रु 8 मार्क निश्चिंत भाबरे आसीबो। आउ छुआ माने जदि वीडियोटी भल लागिला ताले निश्चिंत भाबरे लाइक टे करिवो और तुम फ्रेंड्स मानको पाखकू निश्चिंत आकु शेयर करिवो। ता सहित जदि किछि डाउट्स आसिला ताले तुमे कमेंट बॉक्स रे लेखिबो तुम डाउट को मु निश्चिंत भाबरे तार रिप्लाई देबी। आउ सबटर बड़ कथा होची कि निश्चिंत भाबरे पिला माने सब्सक्राइब करिवो आउ तुम फ्रेंड्स मानको कहिवो निश्चिंत भाबरे मोर जो चैनल अछि तपन सर इंग्लिश एकेडमी ताको सब्सक्राइब करिबा लागि। तो पुणी नेक्स्ट वीडियो रे आउ गोटे जो पार्ट अछि सेथे मु तुमको जो आर सब डिफिकल्ट वर्ड्स नोट्स एंड ग्लोसरी सब किछि आलोचना करिवि। तो टिल द क्लास आजि पई एतिकी। तो पुणी देखा हबो नेक्स्ट क्लास रे। तो सी यू नेक्स्ट क्लास। थैंक यू बाय बाय जय जगन्नाथ।